Okay, good morning, student. Again, some question voice clear ଅଛି. Everything is clear. Thank you. No issue. तो क्लास को स्टार्ट करियो. तो आज होची मैथ रो सेकंड सेट. ओके. तो मु तुमनको जो थ्योरी पढेछि जो बैच रे जो माने सीजीएल किंबा ओएस रे जॉइन करछो परसेंटेज प्रॉफिट लॉस सिंपल इंटरेस्ट कंपाउंड इंटरेस्ट एवरेज टाइम एंड वर्क ए सब मु थ्योरी पढेछि. और किछि थ्योरी रहि जाइछि जेमति कि तुमरो रेशियो रहिला टाइम स्पीड डिस्टेंस रहिला. तो ओके एचसीएफ एलसीएम रहिला. तो सेटा को मु धीरे धीरे कंटिन्यू करि सारि. किंतु आज तो माने सतो मु सेट 2 टा डिस्कशन करबी. और सेम फॉर्मेट रखिछि जो फॉर्मेट टा ओपीएससी रो सीसैट पेपर आसुछि और सीजीएल रो प्री रे जो फॉर्मेट रे आस्था है से फॉर्मेट रे मिक्स वाला क्वेश्चन रखिछि. ओके. समस्त रेडी अछ? समस्त रेडी? ओके, थैंक यू. अच्छा, समस्त सो होछि आज रो क्वेश्चन पेपर जेमति समस्त फुल फुल रहे जितना क्वेश्चन भी डिस्कशन करिवा जेमति फुल स्कोर समस्त रहे. चलो, क्वेश्चन नंबर 1 आंसर क्विक स्पीड है. क्वेश्चन नंबर 1 आंसर जल्दी. गुड मॉर्निंग विश्वजीत रश्मिता. देन देखो से कहूँ जे सम ऑफ 12,000 डिपोजिट आर द कंपाउंड इंटरेस्ट बिकेम डबल आफ्टर 5 ईयर. तो 5 वर्ष पर से कौन होची ना डबल हो जाउची. आफ्टर 20 ईयर इट विल बी बिकेम 20 वर्ष पर से केते हबो. मन रखिले मु तुमन गोटे कांसेप्ट कहितली एतले कंपाउंड इंटरेस्ट पढौतली जे जेतिकी समय व्यवधान रे पैसाटा जेई हार रे माने मल्टीप्लाई हेबो एगेन इयर रे मध्य सेही हार रे से मल्टीप्लाई हेबो. तार अर्थ এটি হচ্ছে 12,000. 12,000টা 5 বছরে কোন হচ্ছে ডবল হচ্ছে. ডবল মানে কেতে হবো 24,000 হবো. ঠিক সেইভাবে আসন্তা 5 বছরে 24,000টা কেতে হবো 48,000. ঠিক আসন্তা 5 বছরে 48,000টা কেতে হবো 96,000. ঠিক সেমতি আসন্তা 5 বছরে 96,000টা কেতে হবো 1,92,000. তার অর্থ আসন্তা 20 বছরে সে কেতে হবো না 1,92,000 হবো. তো এই যে কোশ্চেনটা ପ୍ରାୟତଃ କ୍ୱେଶ୍ଚିନରେ ରିପିଟ୍ କରିଥାଏ. ଏଇ ଟାଇପ୍ର କ୍ୱେଶ୍ଚିନ୍କୁ କେବେ ଆକୁ ଭୁଲିବନି କାରଣ ଏଇ ଫର୍ମାଟଟା ତୁମମାନଙ୍କୁ ଏକ୍ସାମରେ କ୍ୱେଶ୍ଚିନ୍ ପଚାରୁଛି ବାର ବାର. ଓକେ. ଯଦି ଏଇ କ୍ୱେଶ୍ଚିନ୍ରେ ମୁଁ ତୁମମାନଙ୍କୁ କହିଲି ଯେ ସପୋଜ ଏଠି କମ୍ପାଉଣ୍ଡ ଇଣ୍ଟରେଷ୍ଟ ନ ରଖିକିରି ମୁଁ ଏଠି ଲେଖିଥାନ୍ତି ସିମ୍ପଲ ଇଣ୍ଟରେଷ୍ଟ ହେଲେ ଆନ୍ସର କ'ଣ ହେଇଥିଲା. ଯଦି ଏଇ କ୍ୱେଶ୍ଚିନ୍ରେ ମୁଁ କମ୍ପାଉଣ୍ଡ ଇଣ୍ଟରେଷ୍ଟ ନ ଲେଖିକିରି ଲେଖିଥାନ୍ତି ସିମ୍ପଲ ଇଣ୍ଟରେଷ୍ଟ ତାହେଲେ ଆନ୍ସରଟା କ'ଣ ହେଇଥାନ୍ତା. ଆନ୍ସରଟା ହେଇଥିଲା କେତେ ଯଦି କମ୍ପାଉଣ୍ଡ ଇଣ୍ଟରେଷ୍ଟ ନ ଲେଖିବୁ ସିମ୍ପଲ ଇଣ୍ଟରେଷ୍ଟ. ଦେଖ ତାହେଲେ ଇଏ ଥିଲା କେତେ ହଜାର ଟଙ୍କା 12,000 ଟଙ୍କା ଥିଲା. 5 ବର୍ଷରେ ଇଏ ଡବଲ ହେଲା. 5 ବର୍ଷରେ କ'ଣ ହେଲା ଡବଲ ହେଲା. ଡବଲ ମାନେ କେତେ ହେଲା 24,000 ହେଲା. ତାହେଲେ ମତେ କୁହ ତାହେଲେ 5 ବର୍ଷରେ ସେ ବଢିଲା କେତେ 5 ବର୍ଷରେ ବଢିଲା କେତେ 5 ବର୍ଷରେ ବଢିଲା କେତେ ମତେ ଫାଷ୍ଟ କୁହ. 12,000 ବଢିଲା 5 ବର୍ଷରେ କେତେ ବଢିଲା 12,000. ତାହେଲେ ବର୍ଷକୁ ବଢିଲା କେତେ ତାହେଲେ ବର୍ଷକୁ ବଢିଲା କେତେ ବାଇ 5 କେତେ ଆସୁଛି 5 2 10 5 20 କେତେ ଆସୁଛି 2,400. 2,400 ଟି ଡିଭାଇଡେଡ୍ ବାଇ 5 କଲେ 2,400. ତାହେଲେ ବର୍ଷକୁ ବଢୁଛି 2,400. ମତେ ସେ କହିଛି 20 ବର୍ଷ ପରେ କେତେ ହବ. ମତେ ସେ କ'ଣ କହିଛି ପିଲେ 20 ବର୍ଷ ପରେ କେତେ ହବ. ଓକେ. ତାହେଲେ ଆମେ ଏଠି କ'ଣ କହିପାରିବା ପିଲେ ତାହେଲେ ବର୍ଷକୁ ପଢୁଛି ମାନେ ଓକେ ତାହେଲେ 20 ବର୍ଷରେ କେତେ ହବ ପିଲେ ତାହେଲେ ବର୍ଷକୁ 24,000 ବଢୁଛି ମାନେ 20 ବର୍ଷରେ କେତେ ବଢିବ 20 ବର୍ଷରେ ବଢିବ କେତେ ବର୍ଷକୁ 2400 ବଢିଲେ ଆଫ୍ଟର 20 ଇୟର କହିଛି ନା ଆଫ୍ଟର 20 ଇୟର ଇଟ୍ ୱିଲ୍ ବି ବିକେମ୍ କେତେ ଆସିବ 48,000 ହବ. ତ 2400 ଇଣ୍ଟୁ କେତେ ନା 20 କେତେ ହେଲା 48,000 ହେଲା. ତାହେଲେ ସେ 48,000 ଟଙ୍କା ବଢିଲା. ଥିଲା କେତେ ହଜାର ଟଙ୍କା 12,000.
ଇଏ 48,000 ଟଙ୍କା ବଢିଲା, ତାହେଲେ ହେଲା କେତେ? 60,000 ଟଙ୍କା। 60,000 ନୁହଁ? ହଁ କି ନା? ବୁଝିପାରିଲେ ସମସ୍ତେ କୋଶ୍ଚିନ୍ କୁ? ୟେସ୍ ଅର୍ नो? ପୁରା କ୍ଲିୟର ସମସ୍ତେ? ଦେଖ ଗୋଟେ କୋଶ୍ଚିନ୍ ର ଫାଉଣ୍ଡେସନ ଇଜ ଇମ୍ପୋର୍ଟାଣ୍ଟ। ଯଦି ଆମେ ଗୋଟେ କୋଶ୍ଚିନ୍ ର କନସେପ୍ଚୁଆଲ ଫାଉଣ୍ଡେସନ ଆମେ କ୍ଲିୟର ହେଇଯିବା, ତାହେଲେ ଆମ ପାଇଁ ଏଇଟା ସହଜ ହବ। ତ ସବୁବେଳେ ପାଇଁ ବେସିକ ଟା ଆମ ପାଇଁ ଇମ୍ପୋର୍ଟାଣ୍ଟ ହୁଏ। ଚलो କ୍ୱେଶ୍ଚିନ୍ ନମ୍ବର 2 ଏ ଟାଇପ ର କ୍ୱେଶ୍ଚିନ୍ ମଧ୍ୟ ବହୁତ ଥର ତୁମେ ଏକ୍ସାମ ରେ ମଧ୍ୟ ଦେଖିଥିବ ଏଇ ଟାଇପ ର କ୍ୱେଶ୍ଚିନ୍ କୁ। ଡିଫରେଣ୍ଟ ବିଟୱିନ୍ ଡିଫରେଣ୍ଟ ବିଟୱିନ୍ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆଣ୍ଡ ସିମ୍ପଲ ଇଣ୍ଟରେଷ୍ଟ 5,000 ଟଙ୍କାର 2 ବର୍ଷରେ ଏତିକି, ତାହେଲେ ରେଟ୍ ଅଫ ଇଣ୍ଟରେଷ୍ଟ କେତେ? Excuse. ତାହେଲେ ରେଟ୍ ଅଫ ଇଣ୍ଟରେଷ୍ଟ କେତେ? ମୁଁ ଏଠି ତୁମକୁ ଦୁଇଟି ଫର୍ମାଟରେ ଶିଖେଇବି। ଗୋଟିଏ ଫର୍ମାଟ ହଉଛି କ'ଣ? କନସେପ୍ଚୁଆଲ ଫର୍ମାଟ। ସପୋଜ ମୁଁ ନେଲି ରେଟ୍ ଅଫ ଇଣ୍ଟରେଷ୍ଟ କେତେ ନେଲି? ଏକ୍ସ ନେଲି। ରେଟ୍ ଅଫ ଇଣ୍ଟରେଷ୍ଟ କେତେ ନେଲି? ଏକ୍ସ ନେଲି। ତାହେଲେ 5,000 ଟଙ୍କାର ଯଦି ଆମେ X% ନଉଛେ, ତାହେଲେ କେତେ ଆସୁଛି? ଇଣ୍ଟୁ ମାନେ 5,000 ଟଙ୍କା X%, କେତେ ଆସିଲା? 50x। ତାହେଲେ ମୋର ସିମ୍ପଲ ଇଣ୍ଟରେଷ୍ଟ କେତେ ଆସିଲା? 50x ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ 50x, କେତେ ହଉଛି? 100x। ଏଇଟା ହଉଛି ମୋର ସିମ୍ପଲ ଇଣ୍ଟରେଷ୍ଟ। ଠିକ ସେଇଭଳି ମତେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ବାହାର କରିବାର ଅଛି। ପ୍ରଥମ ବର୍ଷ କେତେ? 50x, ଦ୍ୱିତୀୟ ବର୍ଷ 50x, 50x ର X%, 50x ର X% କେତେ? ଆକୁ x ସ୍କୋୟାର ବାଇ 2 କେତେ ହଉଛି? x ସ୍କୋୟାର ବାଇ 2। ୟେସ୍ ଅର୍ नो? ତାହେଲେ ଏଠି କେତେ ଆସିଲା? x ସ୍କୋୟାର ବାଇ 2। ଦେଖ ଏଇ ଗୋଟାକ ହିଁ ଆମ ପାଇଁ ଆନ୍ସର। ଆମେ ଜାଣିଛେ 2 ବର୍ଷରେ ଇଏ ହେଲା 50 50 100, 100x ପ୍ଲସ୍ x/2। ତ ଏଇ ଯୋଉ ଅଧିକଟା ହେଲା, ଏଇଟା ହିଁ ସେମାନଙ୍କର ଡିଫରେଣ୍ଟ। ତମକୁ ମୁଁ କନସେପ୍ଟ ବୁଝେଇଛି ଯେ ଆର ହଉଛି 100x, ତାର ଯୋଉ ଏକ୍ସଟ୍ରା ମାନେ ଇଣ୍ଟରେଷ୍ଟ ଆସୁଛି ସେଟା ହିଁ ହଉଛି ଡିଫରେଣ୍ଟ। ତାହେଲେ ଆମେ ଏଠି କ'ଣ କହିପାରିବା? x ସ୍କୋୟାର ବାଇ 2 ଇଜ ଇକ୍ୱାଲ ଟୁ 32। ତାହେଲେ x ସ୍କୋୟାର କେତେ ହେଲା? 32 ଇଣ୍ଟୁ 2 କେତେ ହେଲା? 64। ତାହେଲେ x ହେଲା କେତେ? ନା 64 ର ସ୍କୋୟାର ରୁଟ୍। 8 × 64, ଆନ୍ସର ଆସିଲା 8। ବୁଝା ପଡ଼ିଲା ସମସ୍ତେ? ହଁ କି ନା? ପୁରା କ୍ଲିୟର? ଇଏ ହଉଛି ଗୋଟେ ପ୍ରୋସେସ। ଆଉ ହଁ ଦେଖ, ପୁଷ୍ପାଞ୍ଜଳି ଦାସ, ତମେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ର କନସେପ୍ଚୁଆଲ କ୍ଲାସ କରିଛ? ହଁ କି ନା? ୟେସ୍ ଅର୍ नो? ତାହେଲେ ବୁଝିପାରିଲନି କାହିଁକି ଆମେ କମ୍ପାଉଣ୍ଡ ଇଣ୍ଟରେଷ୍ଟରେ ଆମେ କ'ଣ କହିଥିଲେ? ସୁଧର ସୁଧ। ଇଏ କହିଲା କ'ଣ? ନା ଏମାନେ ସିମ୍ପଲ ଇଣ୍ଟରେଷ୍ଟ ଆଉ କମ୍ପାଉଣ୍ଡ ଇଣ୍ଟରେଷ୍ଟର 5 ବର୍ଷରେ, ସରି 2 ବର୍ଷରେ 5,000 ଟଙ୍କାର ଡିଫରେଣ୍ଟ ହଉଛି 32 ଟଙ୍କା। ଡିଫରେଣ୍ଟଟା କୋଉଠି ଆସେ? ଯେତେବେଳେ ଆମେ ସୁଧର ସୁଧ ନେଇଥାଉ। ସିମ୍ପଲ ଇଣ୍ଟରେଷ୍ଟରେ କେବଳ ଆମେ ସୁଧ ରଖିଲେ, କିନ୍ତୁ କମ୍ପାଉଣ୍ଡ ଇଣ୍ଟରେଷ୍ଟରେ ସୁଧ ରହିବା ସହିତ ସୁଧର ଯୋଉ ସୁଧ ଆସିଲା ସେଇଗୋଟା ହଉଛି ଡିଫରେଣ୍ଟ। ତାହେଲେ ଆମେ କ'ଣ କହିଲେ? x ସ୍କୋୟାର ବାଇ 2 ଇଜ ଇକ୍ୱାଲ ଟୁ କେତେ? ନା 32। ଆଚ୍ଛା, ଇଏ ହଉଛି ଗୋଟେ ପ୍ରୋସେସ। ଆଉ ଗୋଟେ ପ୍ରୋସେସ ହଉଛି ଅପସନ। ଆମ ପାଖରେ 4ଟା ଅପସନ ଅଛି। ତ ମୁଁ ଏଠି ଅପସନ ଉଠେଇବି ଯେ ଦେଖିବା କୋଉ ଅପସନଟା ଠିକ ହଉଛି। ପ୍ରଥମେ 5 ଉଠେଇଲି। ଏଠି ଅଛି 5,000। 5,000 ର 5% କେତେ? 5,000 5% କେତେ? 25। 250। ତ 250, ତ 2 ବର୍ଷ ସୁଧ କେତେ ହଉଛି? 5 ଟଙ୍କା। 2 ବର୍ଷ ସୁଧ 5 ଟଙ୍କା ନେଇ ଯଦି ଆମେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ନଉଛେ, ଓକେ, ଇଏ ଲେଖିଲା 2500 2500। ତ 2500 ର 5% କେତେ? ଗୋଟେ ଶୂନ ଗୋଟେ ଶୂନ, 5 ଏକାଲେ ଏଇଟା 2। ତ ଏଇଟା ଆସୁଛି କେତେ? 12.5 ଆସୁଛି। 12.5 ଆସୁଛି। ଦେଖ ଏଠି ଡିଫରେଣ୍ଟଟା 12.5 ଅଛି। ଡିଫରେଣ୍ଟ ମତେ କେତେ ଦେଇଛି? 32 ଦେଇଛି। ତାହେଲେ ଅପସନ ହବାର ଚାନ୍ସ ନାହିଁ। ହବାର ଚାନ୍ସ ଅଛି କି? ହବାର ନାହିଁ। ତ ଅପସନ ନେବି ସେକେଣ୍ଡ ଅପସନ। ଇଏ ହେଲା କେତେ? 5,000। 5,000 8% କେତେ? 5,000 8%। ଶୂନ ଶୂନ କଲେ 8 × 5 = 40, ମାନେ 400 ଟଙ୍କା। 400 400 କେତେ ଆସିଲା? 800। ତ ଏଠି ବି ସେଇଭଳି ହବ। 400 400, 400 ର 8%, 8 × 32, ଡିଫରେଣ୍ଟ ହେଲା 32 ଟଙ୍କା। ବୁଝିପାରିଲ? ତ
ତ ଏଇଠି ଆମେ ଅପସନ ନେଇକି ମଧ୍ୟ ବାହାର କରିପାରିବା। ତ ଡିପେଣ୍ଡ କରେ ତୁମମାନଙ୍କ ଉପରେ ତୁମେ କୋଉ ପ୍ରୋସେସରେ ନଉଛ। ଓକେ, ଚାଲ ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର 3 ନମ୍ବର। ଜଲ୍ଦି। ଦେଖ, ଇଏ କହୁଛି ତୁମ କତିରେ କେତେ ଟଙ୍କା ଅଛି ନା 15,000 ଟଙ୍କା ଅଛି। ଓକେ, ସେ ସୁଧ ନେଲା 1 ଏପ୍ରିଲରେ, ଯିଏକି 9% ସିମ୍ପଲ ଇଣ୍ଟରେଷ୍ଟରେ। ତାହେଲେ ଏଠି ସିମ୍ପଲ ଇଣ୍ଟରେଷ୍ଟ ଦେଲା କେତେ ନା 9%। କେବେ ନେଲା? 1 ଏପ୍ରିଲରେ। ତ ଡିବେଟ୍ ମାନେ ସେ କେବେ ରିଟର୍ନ ଦଉଛି ନା ସେପ୍ଟେମ୍ବର 1 ରିଟର୍ନ ଦଉଛି। ହ୍ୱାଟ ଇଜ ଦ ଟୋଟାଲ ରିପେମେଣ୍ଟ ମିନ୍ସ ସେ କେତେ ଟଙ୍କା ଲାଷ୍ଟକୁ ଫେରେଇବ। ଆର ଅର୍ଥ ହଉଛି ସେ କେତେ ମାସ ପର୍ଯ୍ୟନ୍ତ ସୁଧ ନେଲା। ଏପ୍ରିଲ 1ରୁ ନେଲା କେତେ ପର୍ଯ୍ୟନ୍ତ? ସେପ୍ଟେମ୍ବର 1 ପର୍ଯ୍ୟନ୍ତ। କେତେ ମାସ ପାଇଁ ସୁଧ ନେଲା? ତୁମେ କନଫ୍ୟୁଜନ ହେଇଯିବ ଡେଟ୍ ଦେଖିଏ। ଏପ୍ରିଲରୁ ମେ ହଉଛି ଗୋଟେ ମାସ, ମେ ରୁ ଜୁନ ହଉଛି ଦିଟା, ଜୁନ ରୁ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର। ଏଠି 6 ମାସ କୋଉଠି? 5 ମାସ ନା। ସେପ୍ଟେମ୍ବର 1 ବା ସେପ୍ଟେମ୍ବର କଣ ସେ ଟୋଟାଲ ରଖିଛି କି? ସେପ୍ଟେମ୍ବର 1 ବା ଫେରେଇ ଦେଲା। କାଲକୁଲେସନ କେମିତି ହୁଏ? ଏପ୍ରିଲ 1ରୁ ଏପ୍ରିଲରୁ ମେ ହଉଛି ଗୋଟିଏ ମାସ, ଏପ୍ରିଲରୁ ମେ ହଉଛି ଗୋଟେ, ମେ ରୁ ଜୁନ ହଉଛି ଗୋଟେ, ଜୁନ ରୁ ଜୁଲାଇ ହଉଛି ଗୋଟେ, ଜୁଲାଇରୁ ଅଗଷ୍ଟ ହଉଛି ଗୋଟେ, ଅଗଷ୍ଟରୁ ସେପ୍ଟେମ୍ବର ହଉଛି ଗୋଟେ। 5 ମାସ। ତାହେଲେ ଟାଇମ ମତେ ଏଠି ମିଳିଗଲା 5 ମନ୍ଥ। ସଚିତ ଆଉ କଣ ଦରକାର? ତ ଏଇଟା ଏଇଠି ତମକୁ ତ କନଫ୍ୟୁଜନ କରାଇଥିଲା, ତମେ ଧରିଦେଲ କୋଶ୍ଚିନ୍ ଟା କେମିତି ହେଲା ଆଉ। ଟାଇମ ଟା ବାହାର କରିଦେଲ ଆଉ। ଆଗ ବର୍ଷକର ପଇସା ବାହାର କରିବା। 9%। ଆଚ୍ଛା, କେତେ 15 ନୂଆ କେତେ? 0.945, 5×4 9×9 1350। 1350 ଟଙ୍କା ହଉଛି ମୋର କେବେ? 12 ମାସକୁ। ତାହେଲେ ମତେ 5 ମାସର ଦରକାର କେତେ? 1350/12 × 5। କାହିଁକି ନା ମତେ 5 ମାସର ଦରକାର। ଇଏ ହଉଛି ମୋର ବର୍ଷକର ବାହାରିଲା, ମାନେ 12 ମାସର ବାହାରିଲା। ଏବେ ମୁଁ ସିମ୍ପ୍ଲିଫାଇ କରିପାରିବିନି? ସିମ୍ପ୍ଲିଫାଇ କଲେ କେତେ ଆସୁଛି? ଏଠି ସିମ୍ପ୍ଲିଫାଇ କଲେ ବର୍ତ୍ତମାନ କେତେ ଆସୁଛି? ଦେଖ, ଏଟା 3ରେ ବି କଟିଯିବ ନା। 3ରେ, ହଁ 3 6, ହଁ 3 କଟିବ। 4×3 = 12, 15 ବା ଶୁଣ, ଆକୁ 3 କଲେ କେତେ ହଉଛି? 4 ଆସୁଛି। ସିମ୍ପ୍ଲିଫାଇ କଲେ କେତେ ଆସୁଛି? ଆଚ୍ଛା, ଏଗେନ୍ ଆକୁ ଆମେ 2ରେ କାଟି ପାରିବା। ଏଗେନ୍ ଆମେ ଆକୁ 2ରେ କାଟି ପାରିବାନି କି? ହଁ 2ରେ କଟିଯିବ। ଆକୁ 2ରେ କାଟିଲେ କେତେ ହଉଛି ନା 225 ଆସୁଛି। ଆକୁ 2ରେ କାଟିଲେ 2 ଆସୁଛି। ଓକେ, ତ ଆଚ୍ଛା, ତ ଆକୁ ଆମେ ଗୁଣିଦେବା। 5×5 = 25, 5 ରଖିଲେ 2, 5×2 = 10, 12, 2 ରଖିଲେ 1, 5×10 = 11/2। ଏଠି କେତେ ଆସିଲା? 5 ହଁ 562.5, 562.5। ଓକେ, ତାହେଲେ ଆମେ ଦେଖିବା ଅପସନ କି ଅଛି। ଏଇଟା ହଉଛି ଅପସନ। ତ ଏଠି କାଲକୁଲେସନ ଖେଳ, ଆଉ କିଛି ନାହିଁ। ବାସ୍ ଖାଲି ତମେ ୟାକୁ କନସେପ୍ଚୁଆଲି ଯଦି ବୁଝିଛ, ଦେନ୍ ଆନ୍ସର ହେଇଯିବ। ବୁଝା ପଡ଼ିଲା ସମସ୍ତଙ୍କୁ କୋଉ ଟାଇପର କ୍ୱେଶ୍ଚିନ୍ ଆସିବ, କେମିତି ଆସିବ? ପୁରା କ୍ଲିୟର? नो झिलिमिली, पूरा क्लियर कर, पूरा क्लियर कर। ओके, चले ଏବେ ଯିବା ନେକ୍ସଟ ପଏଣ୍ଟକୁ। ନେକ୍ସଟ ପଏଣ୍ଟ ହଉଛି କ୍ୱେଶ୍ଚିନ୍ ନମ୍ବର 4। ନେକ୍ସଟ ପଏଣ୍ଟ ହଉଛି କ୍ୱେଶ୍ଚିନ୍ ନମ୍ବର 4। ସ୍ପନ୍ଦନ, ଠିକ ଅଛି, ସେ ରୁଲରେ ହେଇଯିବ। ଆନ୍ସର କର ଜଲ୍ଦି। ସେ କହିଲା 3ଟା ପାଇପ୍ ଅଛି, ଏ ବି ସି। ଫିଲ୍ ଏ ট্যাঙ্ক 20 ঘন্টা, 30 ঘন্টা, 40 ঘন্টায় ভর্তি করবে। ইফ পাইপ আর ওপেন ডিফরেন্ট 1 আওয়ার স্টার্টিং উইদিন, ওকে, ମାନେ ମାନେ ଘଣ୍ଟାଏ ଲେଖା ଡିଫରେଣ୍ଟରେ ସେମାନେ ଷ୍ଟାର୍ଟ କରିଛନ୍ତି। ପ୍ରଥମେ ଷ୍ଟାର୍ଟ କରୁଛି କିଏ? ସେ
A start করছি, followed by B and C respectively. So on the same day, okay, what will the tank হচ্ছে completely fill? টাঙ্কিটা কেତେବେଳେ completely fill হব? দেখো তুমি এটা করো। আচ্ছা তাহলে মতে কুহ, এ রহিলা, বি রহিলা, সি। এ 20 ঘন্টাରେ ভর্তি করে, বি 30 ঘন্টাରେ ভর্তি করে, সি 40 ঘন্টাରେ ভর্তি করে। ଏ ତିନି ଜଣଙ୍କ ଲସ୍ କେତେ? ଏ ତିନି ଜଣଙ୍କ ଲସ୍ କେତେ? 120 ନା ନାଇଁ? ଆକୁ ଘଣ୍ଟାକୁ ଇଏ କେତେଟା ପୁରା 6ଟା ଭର୍ତ୍ତି করে, ଇଏ ଘଣ୍ଟାକୁ କେତେଟା ଭର୍ତ୍ତି করে? 4ଟା ଭର୍ତ୍ତି କରୁଥିବ। ଇଏ ଘଣ୍ଟା କେତେଟା ଭର୍ତ୍ତି କରୁଥିବ? 3ଟା। ଦେଖ এটা হচ্ছে ভেরি ইন্টারেস্টিং জিনিস। তাহলে ଟାଙ୍କିଟା କେତେ ଲିଟରର? ଟାଙ୍କିଟା କେତେ ଲିଟର? ଟାଙ୍କିଟା କେତେ ଲିଟରର? 120 ଲିଟର। ଦେଖ ଏବେ ଆମେ ଟେବୁଲ ବାହାର କରିବା। ଦେଖ ପ୍ରଥମେ କିଏ ଭରିବ? ଠିକ 8ଟା ବେଳେ, 8ଟା AM ରେ, ମାନେ ସକାଳ ପରେ। ବର୍ତ୍ତମାନ ଆମେ ଯୋଉ ଏବେ 7ଟା 55 ହେଇଛି ନା, ମାନେ ଏବେ ତମେ ମଟର ସୁଇଚ୍ ଯିବ ମାରିବା ପାଇଁ। ଓକେ, ପ୍ରଥମେ ଏ ଭରିଲା। ଠିକ ଘଣ୍ଟାଏ ପରେ କିଏ ଭରିବ? ବି ଭରିବ। ଠିକ ଘଣ୍ଟାଏ ପରେ ସି ଭରିବ। ତାହେଲେ ଇନଡାଇରେକ୍ଟଲି କେତେ ଘଣ୍ଟା ଗଲା? 3 ଘଣ୍ଟା ଗଲା, ହଁ କି ନା? 3 ଘଣ୍ଟା ଗଲା। ତାହେଲେ 3 ଘଣ୍ଟାରେ ପାଣି କେତେ ପଶିଛି? ଏ ପୁରେଇଥିବ କେଟା 6, ବି ପୁରେଇଥିବ 4, ସି ପୁରେଇଥିବ 3। ତାହେଲେ ପାଣି କେତେ ପଶିଲା? 13, ହଁ କି ନା? ପୁରା କ୍ଲିୟର ଅଛ, ହଁ କି ନା? ଓକେ, ତ ଏସବୁ କୋଶ୍ଚିନ୍କୁ କେମିତି କରାଯାଏ? এইଠି 13 3 ଘଣ୍ଟାରେ ପଶୁଛି। ମୋର ଟାଙ୍କିଟା ହଉଛି 120 ଲିଟର। 13ର ନିୟରେଷ୍ଟ ମଲ୍ଟିପୁଲ, 120ର ନିୟରେଷ୍ଟ ମଲ୍ଟିପୁଲ ଯିଏକି 13 ଦ୍ୱାରା ହେଇପାରିବ, ପ୍ରଥମେ ତାକୁ ବାହାର କରିବା। ମୋ କଥା ଧ୍ୟାନ ଦେଇ ଶୁଣ। ନିୟରେଷ୍ଟ ମଲ୍ଟିପୁଲ, ତାହେଲେ ନିୟରେଷ୍ଟ ମଲ୍ଟିପୁଲ ଆମେ କେମିତି ବାହାର କରିବା? ଦେଖ 13 ଦଶା ହଉଛି କେତେ? 130। 13 ଦଶା 130 ନା ନାହିଁ? ତାହେଲେ 13 ନୂଆ ହବ। 13 ନୂଆ କେତେ? 13 ନୂଆ କେତେ? 13 ନୂଆ କେତେ? 117। ତାହେଲେ କଣ? ତାହେଲେ ଏଇଟ୍ ଏଇଟ୍ ଭଲସେ ଭଲସେ କ୍ଲିୟର ହବ। ଗୋଟେ ଏଇଠି ଟିକେ ମୋ କଥା ଧ୍ୟାନ ଦେଇ ସମସ୍ତେ ଟିକେ ଶୁଣ। ଏଇଠି ଷ୍ଟପ୍ ମେସେଜ ଆଉ ଟିକେ ଶୁଣ। ଦେଖ ଏଇଠି ଯୋଉ କାଲକୁଲେସନଟା ହେଲା, ତାର ମିନିଂଟା ବୁଝିବାକୁ ପଡିବ ଯେ ପ୍ରତି ଷ୍ଟେପରେ ଆମେ କେତେଟା ପୁରଉଛେ? 13 ପୁରଉଛେ। 13 ଯିଏ ଇନଡାଇରେକ୍ଟଲି ମୋ ପାଇଁ 3 ଘଣ୍ଟା। 13 ଯିଏ ଇନଡାଇରେକ୍ଟଲି ମୋ ପାଇଁ କେତେ ଘଣ୍ଟା? 3 ଘଣ୍ଟା। 13ର ନିୟରେଷ୍ଟ ମଲ୍ଟିପୁଲ ହଉଛି 117, ଯୋଉଟାକି 9। ଏଠି 9 ମାନେ କେତେ ଘଣ୍ଟା? 9 ଇଣ୍ଟୁ 3, 9 3 27 ଘଣ୍ଟା, କଣ କି? 9 3 27 ନା ନାଇଁ? ତାହେଲେ ଏଠି କେତେ ଘଣ୍ଟା ଗଲା? 27 ଘଣ୍ଟା ପଳେଇଲା। ବର୍ତ୍ତମାନ ପାଳି କାହାର ଆସିବ? ବର୍ତ୍ତମାନ ପାଳି କାହାର ଆସିବ? ଏର ଆସିବ। ତାହେଲେ ମତେ କୁହ ବର୍ତ୍ତମାନ ଏଠି ଆମେ କେତେଟା ବେଳେ ଆମର ଫାଇନାଲି କମ୍ପ୍ଲିଟ ହବ? ଫାଇନାଲି ଏଟା ଆମର କେତେଟା ବେଳେ କମ୍ପ୍ଲିଟ ହବ? କୋଉଠି ଭୁଲ ଭଲ ହେଲା କି ଆମର? ଆଚ୍ଛା ଦେଖ, ଆଚ୍ଛା ଠିକ ଅଛି, ଏ କ୍ୱେଶ୍ଚନଟାକୁ ମୁଁ ଆଉଥରେ କରୁଛି। 3ଟା ପାଇପ୍ ଅଛି, ଏ ବି ସି 3ଟା। କ୍ୟାନ୍ ଫିଲ୍ ଏ ଟ୍ୟାଙ୍କ 20 ଘଣ୍ଟା, 30 ଘଣ୍ଟା, 40 ଘଣ୍ଟା ରେସ୍ପେକ୍ଟିଭଲି। ସେମାନେ ଏତିକି ଆୱାରରେ ଭର୍ତ୍ତି କରନ୍ତି। ତାହେଲେ ଏ 20 ଘଣ୍ଟାରେ ଭର୍ତ୍ତି କରେ, ବି 30 ଘଣ୍ଟାରେ ଭର୍ତ୍ତି କରେ, ସି 40 ଘଣ୍ଟାରେ ଭର୍ତ୍ତି କରେ। ତାହେଲେ ଘଣ୍ଟାକୁ କିଏ କେଇଟା ପୁରଉଛି? ଫାଷ୍ଟ ଆମେ ବାହାର କରିଦେଲେ। ଟାଙ୍କିଟା କେତେ ଲିଟର? 120 ଲିଟର। ଏ ଯାକେ ପୁରା କ୍ଲିୟର। ଏଇଠି ସେ କଣ କହିଲା? ଇଫ୍ ଦ ପାଇପ୍ ଆର୍ ଓପନ୍ ଆଟ୍ ଏ ଡିଫରେନ୍ସ ଅଫ୍ 1 ଆୱାର, ମାନେ ମାନେ ପ୍ରତି ଘଣ୍ଟାରେ ଘଣ୍ଟାକରେ ଡିଫରେନ୍ସରେ ବାହାରିବେ ସେମାନେ, ଓପନ୍ ହେବେ। ନାଇଁ ଆମେ ଏଇଠି ଭୁଲ କରିଦେଇଛେ। ଆମେ ଏଇଠି ଭୁଲ କରିଦେଇଛେ ଗୋଟେ ଜିନିଷ। ଏଇଠି ଗୋଟେ ଜିନିଷ କାଲକୁଲେସନ ମୁଁ ଭୁଲ କରିଦେଇଛି, ସରି। ମାନେ ୱାନ୍, ହଁ ଦେଖ
ओके ओके वेट वेट करो से एति फास्ट हम बाहर कर देले इफ द पाइप एयर ओपन डिफरेंस ऑफ 1 आवर स्टार्टिंग विच ए फॉलोड बाय बी सी माने इठी कोन कहलो केही बंद हेबेनी किंतु डिफरेंस से माने ओपन हेले देखो इठी होची टांकीटा माने ए प्रथमे ओपन हेची ए केइटर ओपन हेची ना ए प्रथमे 8टा बेले ओपन हैला ए थे चलची हो तापर ठीक घंटाए ପରେ बी ओपन हैला केइटा बेले कितो 9टा बेले तापर ओपन हो किए से सी ओपन हो सी যেতବେଳେ ওপন হবো সেতବେଳେ তো কেইটা 10টা এটিকি বুঝি পাইলো ঘন্টায় লেখা ডিফরেন্টরে ସେମାନେ ଓପନ ହେଇଛନ୍ତି ମୁଁ ଆକୁ ଟିକେ ମିଷ୍ଟେକଲି ଏଟା କରିଦେଲି ଏଟା ଆଉ ଗୋଟେ ଫର୍ମାଟର କ୍ୱେଶ୍ଚିନ୍ ଟାଇପର ସରି ସେଥିପାଇଁ ଓକେ ବୁଝିପାଇଲ ମୁଁ ଏଇଠି କ୍ୱେଶ୍ଚିନ୍ ପଚାରିଥିଲେ ଯେତେବେଳେ ସି ଓପନ ହବ 10ଟା ବେଳକୁ ଯେତେବେଳେ ସି ଓପନ ହବ 10ଟା ବେଳକୁ ଟାଙ୍କି କେଯାଇ ପାଣି ପୁରେଇଥିବ ବା ଟାଙ୍କିରେ କେତେ ପାଣି ପଶିଥିବ ବହୁତ ଇଣ୍ଟରେଷ୍ଟିଂ କ୍ୱେଶ୍ଚିନ୍ଟା ଟାଙ୍କିରେ କେତେ ପାଣି ପଶିଥିବ ଆମେ କେମିତି ବାହାର କରିବା ସେତେବେଳକୁ ଏ କେତେ ଘଣ୍ଟା ଚାଲିଥିବ ସେତେବେଳକୁ ଏ କେତେ ଘଣ୍ଟା ଚାଲିଥିବ 2 ଘଣ୍ଟା ଘଣ୍ଟାକରେ ପୁରାଇ 6 ତାହେଲେ 2 ଘଣ୍ଟାରେ ପୁରେଇବ କେତେ ନା 12 ଏ ପୁରେଇଥିବ କେଇଟା 12ଟା ସେତେବେଳକୁ ସେତେବେଳକୁ ବି କେତେ ପୁରେଇଥିବ बी घंटा पूरे 4 मात्र घंटाए चलथियो केते पूरे थियो इज इक्वल टू 4 तो 16 लिटर आग भर्ती हेथियो तो टांकीटा होची कोन 120 लिटर जेतबे सी ओपन हबो जेतबे सी ओपन हबो सेतबेलकु ऑलरेडी 16 लिटर भर्ती हे सारी छी तला टांकी रे केते अछि 104 लिटर 104 लिटर तल वर्तमान माने एबे एबे घंटा रे केटा अछि वर्तमान घंटा रे केटा अछि 10टा अछि ना नहीं एबे तीनटा एका सांगे रे चलिबे एबे तीनटा के एका एका संगे चलिबे एका संगे 10टा परठू चलिबे ताले घंटा के पुरेबे केटा घंटा के पुरेबे केटा 13टा घंटा के पुरेबे केटा 13टा मो टांकी रे केटा अछि मो टांकी रे केते अछि 104 केते समय लागिबो 104 बाय 13 केते आसला 8 घंटा देखो 8 घंटा वर्तमान घंटा रे केटा अछि वर्तमान घंटा रे अछि केते 10टा एम ବର୍ତ୍ତମାନ ଘଣ୍ଟାରେ କେଇଟା ହେଇଥିବ 10ଟା ଏମ୍ ହେଇଥିବ ନା ନାଇଁ 10ଟା ଏମ୍ ରୁ 8 ଘଣ୍ଟା ଆମେ ଯିବା 11ଟା 12ଟା ଗୋଟାଏ 2ଟା 3ଟା 4ଟା 5ଟା 6ଟା 6ଟା ପିଏମ୍ ଏବେ କେଇଟା ଘଣ୍ଟା ହେଇଛି 6ଟା ପିଏମ୍ କନସେପ୍ଟଟା ବୁଝିଲ ମୁଁ ଆକୁ ଆଉ ଗୋଟେ କନସେପ୍ଟ କରିଦେଇଥିଲି ସରି ପୁରା କ୍ଲିୟର ହଲ କୋଉ ଟାଇପର କ୍ୱେଶ୍ଚିନ୍ କିଛି ନାହିଁ କ୍ୱେଶ୍ଚିନରେ କିନ୍ତୁ ଟିକେ ଆମେ ଯଦି ବୁଝିବା କନସେପ୍ଟ ଭୁଲ କରିଦବା ତାହେଲେ ଏଇଠି ଭୁଲ ହେଇଗଲା ମତେ ଏସବୁ ଜିନିଷରେ ଏବେ ପୁରା କ୍ଲିୟର ହେଲା ସମସ୍ତେ ପୁରା କ୍ଲିୟର ହେଲା ପୁରା फाउंडेशन पूरा क्लियर ଏଠି କୋଉ ଫର୍ମୁଲା ଲାଗିଲା କେବେ ଫର୍ମୁଲା ଲାଗେ ନା ଯଦି ତୁମର କନସେପ୍ଟ କ୍ଲିୟର ଥିବ ତ ଡେଫିନେଟଲି କରିପାରିବ ଦେଖ ମୁଁ ଭେରି ଅନେଷ୍ଟଲି ତୁମମାନଙ୍କୁ କହୁଛି ଏ କ୍ୱେଶ୍ଚିନ୍ଟା ଯେତେବେଳେ ମୁଁ ତିଆରି କଲି ମୁଁ କ୍ୱେଶ୍ଚିନ୍କୁ ପଢିନି କାରଣ ମୋ 99.9 କ୍ୱେଶ୍ଚିନ୍ ମୁଁ ଲାଇଭ୍ କ୍ଲାସରେ ହିଁ ସଲ୍ୟୁସନ୍ କରାଏ କାହିଁକି ନା ମୁଁ ନିଜକୁ ମଧ୍ୟ ନିଜେ ଟେଷ୍ଟ କରେ ଆକ୍ଚୁଆଲି ଇନଷ୍ଟାଣ୍ଟ ମୋ ମାଇଣ୍ଡରେ ଆସୁଛି ନାହିଁ ଯଦି ଆସୁଛି ତାହେଲେ ମୁଁ ଗୋଟେ ପିଲାକୁ ବୁଝେଇ ପାରିବି ବୁଝି ହେଲା ନା ବୁଝି ହେଲାନି ଆଉ ଥରେ କହିବି କି ଦେଖ ମୁଁ ଆଉ ଥରେ କହୁଛି ए जाके समस्ते क्लियर अच्छ ओके ये जो 120 है ये घंटा को 6टा पड़ो घंटा को 4टा पड़ो घंटा को 3टा पड़ो ए जाके समस्ते क्लियर अच्छ देखो एबे प्रथमे 8टा बेले ए ओपन है आगे एटा को फास्ट बुझाओ 8टा बेले ए ओपन है ठीक घंटा पर 9टा बेले 9टा बेले की ओपन हम बी ओपन हम बी रो घंटा पर की हम सी हम बी रो घंटा पर माने कोन 10टा बेलू 10टा एम रे की ओपन हम सी ओपन हम तार अर्थ ଯେତେବେଳେ ସି ଓପନ ହବ ସେତେବେଳକୁ ଏ କେତେ ଘଣ୍ଟା ଚାଲିଥିବ 2 ଘଣ୍ଟା ଚାଲିଥିବ କାରଣ ଏ 8ଟା ବେଳୁ ଓପନ ହେଲା ଏ ଚାଲିଥିବ 2 ଘଣ୍ଟା 2 ଘଣ୍ଟାରେ ସି କେତେ ପୁରେଇଥିବ 12 ଯେତେବେଳେ ସି ଓପନ ହେଲା ସେତେବେଳକୁ ଏ ସରି ବି ଅଲରେଡି ଘଣ୍ଟାଏ ଚାଲିଲା ମାନେ ସେ କେତେ ପାଣି ପୁରେଇଥିବ ମାନେ ଏ ଘଣ୍ଟାକୁ ବି ଘଣ୍ଟାକୁ ପୁରଉଛି 4 ମାନେ ମାତ୍ର 4 ପୁରେଇଥିବ ତାହେଲେ ଯେତେବେଳେ ସି ଚାଲୁ ହେଲା ସେତେବେଳେ ଟାଙ୍କିରେ କେତେ ଭର୍ତ୍ତି ହେଇ ସାରିଛି ଇଏ ହେଲା 12 ଇଏ ହେଲା 4 16 ଲିଟର ଭର୍ତ୍ତି ହେଇ ସାରିଛି 16 ପ୍ଲସ୍ 4 କୋଉଠି ହେଲା 12 ପ୍ଲସ୍ 4 ନା 12 ପ୍ଲସ୍ 4 ନା ନାଇଁ ମାନେ 16 ଲିଟର ଟାଙ୍କିରେ ଭର୍ତ୍ତି ହେଇ ସାରିଛି
ହେଲେ ଟାଙ୍କିରେ ବର୍ତ୍ତମାନ ଫାଙ୍କା ଅଛି କେତେ? ଟାଙ୍କିଟା ହଉଛି 120 ଲିଟର, 16 ଲିଟର ଭର୍ତ୍ତି ସରିଛି, ଆଉ ରହିଛି କେତେ? 104 ଲିଟର। ଏବେ ଠିକ ଦଶଟା ବେଳକୁ କିଏ ଓପନ ହେଲା? ସି ଓପନ ହେଲା। ଇନଡାଇରେକ୍ଟଲି ସେତେବେଳକୁ ମଧ୍ୟ ବି ଚାଲୁଥିବ, ଇନଡାଇରେକ୍ଟଲି ସେତେବେଳକୁ ମଧ୍ୟ ଏ ଚାଲୁଥିବ। ତିନି ଜଣ ଏକା ସାଙ୍ଗରେ ବି ଚାଲିବେ। ତାହେଲେ ତିନି ଜଣ ଏକା ସାଙ୍ଗରେ ମାନେ ଯେତେବେଳେ ଘଣ୍ଟାରେ 11ଟା ବାଜିବ, 11ଟା AM ହବ, ସେତେବେଳକୁ ଆମର ତିନି ଜଣ ମିଶିକି କେତେ ପୁରେଇଥିବେ? 13 ଲିଟର ପୁରେଇଥିବେ। ମାନେ ଇଏ ପୁରେଇଥିବ 5, 6, ସେ 4, ସେ 3, 13 ଲିଟର ପୁରେଇଥିବ। ତ ସେଇ ହିସାବରେ 104 ଲିଟରକୁ ଭର୍ତ୍ତି କରିବା ପାଇଁ ତାଙ୍କୁ କେତେ ଘଣ୍ଟା ଲାଗିବ? 104/13 ହଉଛି 8 ଘଣ୍ଟା ଲାଗିବ। 10ଟାରୁ 8 ଘଣ୍ଟା ପରେ ଟାଙ୍କି ଭର୍ତ୍ତି ହବ, ମାନେ 6ଟା। ଏ କ୍ୱେଶ୍ଚନଟାକୁ ବୁଝିପାରିଲ? ପୁରା କ୍ଲିଅର ସେ? ତୁମେ ଯୋଉ ଏଠି କାହିଁକି ମୁଁ ଏକ ଗୁଣିଲି? ଆରେ ଦେଖ, ଏଠି ଏ 8ଟା ବେଳେ ଓପନ ହେଇଛି, ବର୍ତ୍ତମାନ ସମୟ ହଉଛି 10ଟା। କେତେ ଘଣ୍ଟାର ଡିଫରେଣ୍ଟ? 2 ଘଣ୍ଟାର ଡିଫରେଣ୍ଟ। ତାହେଲେ 2 ଗୁଣିଲି। ବି ଓପନ ହେଇଛି 9ଟାରେ, ବି ଓପନ ହେଇଛି 9ଟାରେ। ଆଉ ଏଗେନ୍ ମୁଁ ଆଉ କହିପାରିବିନି, ଆଉ ଥରେ ସେ ଭିଡ଼ିଓକୁ ଦେଖିଲେ ପାଇବ। ମୁଁ ଏତେ ଗୋଟିଏ ଭିଡ଼ିଓକୁ 3 ଥର କହିସାରିଲିଣି। ତମେ କୋଉ ପଏଣ୍ଟରେ ହଉ ତୁମେ ଏଗେନ୍ କହିଦଉଛ ଲାଷ୍ଟକୁ, ଲାଷ୍ଟକୁ ଫେର ମୂଳରୁ ଆସିବି। କୋଉ ପଏଣ୍ଟରେ ବୁଝି ନ ପାରିବ ସାର୍, ଏଗେନ୍ ଏଗେନ୍ ମିନ୍ସ ସେଇ ପଏଣ୍ଟଟା, ଯୋଉ ପଏଣ୍ଟଟା ତମେ ବୁଝିପାରିଲନି। ସବୁବେଳେ ମନେ ରଖିବ, ଯୋଉ ପଏଣ୍ଟଟା ବୁଝି ନ ପାରିବ ସେଇ ସମୟରେ ମେସେଜ କରିବ, ସାର୍ ଏଇ ପଏଣ୍ଟଟା। ଯେମିତିକି ଏ 8ଟାରେ ଓପନ ହେଲା, 8ଟାରେ ଓପନ ହେଲା ମାନେ 10ଟା ବେଳକୁ ସେ 2 ଘଣ୍ଟା ଚାଲିଛି। ତାହେଲେ 2 ଘଣ୍ଟାରେ ସେ ପୁରେଇଥିବ କେତେ? 6 × 2 ହେଲା 12 ଲିଟର ପୁରେଇଥିବ। ସେଇଭଳି ବି 9ଟାରେ ଚାଲିଛି, 10ଟା ବେଳକୁ ସେ କେତେ ଘଣ୍ଟା ଚାଲିଥିବ? ଘଣ୍ଟାଏ ଚାଲିଥିବ। ଘଣ୍ଟାଏ ମାନେ ଏ ହଉଛି 4 × 1 = 4, ମାନେ 4 ଲିଟର ଭର୍ତ୍ତିଥିବ। ସେଥିପାଇଁ ମୁଁ ଏଠି ଏକ କରିଲି। ଆଇ ହୋପ ସମସ୍ତେ କ୍ଲିୟର ଅଛ। ଚାଲ ଏବେ ଯା ନେକ୍ସଟ କ୍ୱେଶ୍ଚନ। ହଁ, କ୍ୱେଶ୍ଚନ ନମ୍ବର 5 ଜଲ୍ଦି। ଆଚ୍ଛା, ମୁଁ ଯୋଉ ପୂର୍ବ ଯୋଉ କନସେପ୍ଟ ତମକୁ ଯୋଉ କହିଥିଲିନି, ଅଲ୍ଟରନେଟିଭ କନସେପ୍ଟଟା ହେଉଛି ସେଇ କ୍ୱେଶ୍ଚନଟା। ମୁଁ ମାନେ ତାକୁ 1 ଆୱାର ଅଲ୍ଟରନେଟିଭ ମାଇଣ୍ଡରେ ଭାବି ଦେଇଥିଲି। 1 ଆୱାର ଅଲ୍ଟରନେଟିଭ ମାଇଣ୍ଡରେ ଭାବିଥିଲି, ତ ସେଥିଲାଗି ସେଟାକୁ ଫାର୍ଷ୍ଟ ଷ୍ଟେପରେ ମୁଁ ଭୁଲ କରିଥିଲି। ଦେଖ, ଏଠି ଏ ଗୋଟେ ମାନେ ଟାଙ୍କିକୁ ଭର୍ତ୍ତି କରୁଛି 10 ଘଣ୍ଟାରେ। ଏ ଭର୍ତ୍ତି କରୁଛି 10 ଘଣ୍ଟାରେ, ବି ଭର୍ତ୍ତି କରୁଛି କେତେ ଘଣ୍ଟାରେ? ନା 15 ଘଣ୍ଟାରେ। ଓକେ, ତ ଟାଙ୍କିଟା କେଡେ ବଡ? 30। ଇଏ ଘଣ୍ଟାକୁ ପୁରିବ 2ଟା, ଇଏ ଘଣ୍ଟାକୁ ପୁରିବ 3ଟା, ଇଏ ଘଣ୍ଟାକୁ ପୁରିବ 2ଟା। ଓକେ, ଏତିକି ପୁରା କ୍ଲିୟର? ଏ ଯାକେ ସମସ୍ତେ କ୍ଲିୟର? ସେ କହିଲା ଇଫ୍ ଦେ ୱାର୍କ, ମାନେ ଏଠି କାମ କଥା ପଚାରୁଛି ମୁଁ, ଟାଙ୍କି ନୁହଁ। ଏ ଗୋଟେ କାମକୁ 10 ଦିନରେ ସାରେ, ବି ଗୋଟେ କାମକୁ 15 ଦିନରେ ସାରେ, ଟୋଟାଲ କାମ ହଉଛି 30। ଇଫ୍ ଦେ ୱାର୍କ ଅଲ୍ଟରନେଟିଭ ଷ୍ଟାର୍ଟିଂ ୱିଥ୍ ଏ ଆରମ୍ଭ କରିବ, କିନ୍ତୁ କାମ କରିବେ ମାନେ ଅଲ୍ଟରନେଟିଭ ଡେ। କହିଲି ଅଲ୍ଟରନେଟିଭଲି। ଓକେ, ଷ୍ଟାର୍ଟ ୱିଥ୍ ଦେନ୍ ହାଉ ମେନି ଡେ ୱାର୍କ ୱିଲ୍ ବି କମ୍ପ୍ଲିଟ, କାମଟା କେତେ ଦିନରେ ସରିବ? ତାହେଲେ ଟୋଟାଲ କାମ ହଉଛି କେତେ? 30। ତାହେଲେ ପ୍ରଥମ ଦିନ କାମ କରିବ କିଏ? ସେ ଏ କରିବ। ତାହେଲେ ଏ ପ୍ରଥମ ଦିନ କେଇଟା କାମ କଲା? 2ଟା, ସରି 3ଟା। ଏ ପ୍ରଥମ ଦିନ କେଇଟା କାମ କଲା? ଏ ପ୍ରଥମ ଦିନ କେଇଟା କାମ କଲା? 3ଟା। ଠିକ ସେଇଭଳି, ଠିକ ସେଇଭଳି ବି ତା ପରଦିନ କାମ କରିବ। ଠିକ ସେଇଭଳି ବି ତା ପରଦିନ କାମ କରିବ। ତାହେଲେ ବି କେଇଟା କାମ କରିବ ସେକେଣ୍ଡ ଡେରେ? 2ଟା। ତାହେଲେ 2 ଦିନରେ କେତେଟା କାମ ହେଇଛି? 2 ଦିନରେ କେତେଟା କାମ କରୁଛୁ? 5ଟା କାମ ହେଇଥିବ। 2 ଦିନରେ 5ଟା କାମ ହେଇଥିବ, ହଁ କି ନା? ପୁରା କ୍ଲିୟର ତ? ଆଚ୍ଛା, ଅପସନ ଭିତରେ କଣ ଭୁଲ ଦେଇଛି ନା କଣ? A and B can complete the piece of work ଏତିକି ଦେ respectively, ଠିକ ଅଛି। if they work alternatively, ସେମାନେ alternative କାମ କରିବେ। starting with A ଦ୍ୱାରା କାମ ଷ୍ଟାର୍ଟ ହେଲା, then how many day total work complete, କେତେ ଦିନ କାମଟା ସରିବ? ତୁମର ଆନ୍ସର କେତେ ବାହାରୁଛି କୁହ, ଥରେ ମୁଁ କହୁଛି। ସି ବାହାରିଛି, ମାନେ ବୁଝିପାରିଲ, 12 କଣ ଆନ୍ସର ଲେଖୁଛୁ? ସି ବାହାରିଲା। ଓକେ,
ଦେଖ ହଁ ଦେଖ ଏଠି ହଁ ଆନ୍ସର ଛଅ ଛଅ ଆନ୍ସର ନୁହେଁ। ଏଠି ଦେଖ ତାହେଲେ ଏଠି ମାନେ ଆମେ ଏଠି 2 ଦିନରେ ମୋର କେଇଟା କାମ ସରୁଛି? 2 ଦିନରେ କେଇଟା କାମ ସରୁଛି? 5ଟା କାମ ସରୁଛି। ମୁଁ ଯେହେତୁ 30ର ନିୟରେଷ୍ଟ ମଲ୍ଟିପୁଲ 5 କି ହବ? 25 ହବ। ମାନେ 5×5 = 25। ଏଠି 5 କହିଲେ କାହାକୁ ବୁଝିବ? କେତେ ଦିନ? 10 ଦିନକୁ ବୁଝିବ। 5 କହିଲେ ଆମେ କେତେ ଦିନକୁ ବୁଝିବା? 10 ଦିନକୁ ବୁଝିବା। ତାହେଲେ 10 ଦିନରେ ମୋର କେତେଟା କାମ ସରିଛି? 25ଟା କାମ ଅଲରେଡି ସରିଯାଇଛି 10 ଦିନରେ। ବର୍ତ୍ତମାନ କାହାର ପାଳି ପାଳି ପଡିବ? ଏ ର ପାଳି ପଡିବ। ତାହେଲେ ଏ କେଇଟା କଲା? 3ଟା। ଏ କେଇଟା କଲା? 3ଟା। 25×3 = 28ଟା କାମ ସରିଗଲା। ଆଉ କାମ ବଳିଲା କେଇଟା? 2ଟା। ଏବେ କାହାର ପାଳି ପଡିଲା? ତାହେଲେ ଏଠି ମୋର କେତେ ଦିନ ଗଲା? 10 ଦିନ। ଏଟା ହଉଛି 11 ଦିନ। ଆଉ ପାଳି କାହାର ପଡିଲା? ବି ର ପଡିଲା। ତାହେଲେ 12 ନମ୍ବର ଡେ ରେ ବି ତାର କମ୍ପ୍ଲିଟ କଲା। ଓକେ, ଏଇଟା ଆନ୍ସର ହେଲା 12। ଆଇ ଥିଙ୍କ କିଛି ମିଷ୍ଟେକ୍ ରେ କିଛି ଜିନିଷ ଲେଖା ହେଇ ଯାଇଛି ବୋଧେ। क्वेश्चन तो ठीक अच्छे। देखिए आम तो प्रोसेस ठीक अच्छे। ये आंसर 12 ही हम। ए बी हाँ अल्टरनेटिव माने आज जने कला काम कला आउ जने काली करियो। अल्टरनेटिव डे इफ दे वर्क अल्टरनेटिवली। अल्टरनेटिवली मीन्स आज ए प्रथम दिन ए कला, द्वितीय दिन बी कला, तृतीय दिन ए कला, चतुर्थ दिन बी कला। लास्ट पार्ट आउ थे देखो। तो तुम्हें तो चाहिला को एमटी करि परिबो। 3, 2, 5 2 दिन 5टा काम हो। मोर टोटल काम केटा 30टा काम। मोर 5 रो हाँ 5 रो मल्टीपुल केते होची? माने 30 आय 5 हेले केते 6 होची। 6 दिन काम सरियो। 6 मीन्स इठी केते? माने गोटाई को मु 2 धरछु माने 6 को केते धरिबी? इनटू 2 12 धरि एमती करि परिबो डायरेक्टली। ओके इट 12 हो आंसर। आई थिंक किछि मिस्टेक अछि। चल क्वेश्चन नंबर 6 नंबर बुझवा। इंटरेस्टिंग क्वेश्चन 6 नंबर। article is marked 27% above the cost price. If X% discount is allowed on the market price and still there is profit 6.68 percentage, what is the value of X? देखा जो कहाँ आंसर ଅଛି। से कौन आर्टिकल इज मार्क्ड 27% एबव द कॉस्ट प्राइस। आम जानते गोटे कॉस्ट प्राइस था, गोटे सेलिंग प्राइस था, गोटे था मार्केट प्राइस था। ओके 3टा प्राइस था। मु नेली कॉस्ट प्राइस होची 100 टका। ओके ताले इठी मार्केट प्राइस केते आसीबो? 27% एबव द कॉस्ट प्राइस 127 केते आसला? 127 मुमकिन ये सब। एबे से कहूची एबे कोन कहला से मु प्रॉफिट करबी केते? 6.68%। ताले जिंसटा को बिकिछ केते? ना 106.68 के बिकिछ। ये सब प्रॉफिट करछि माने केते? सेलिंग करछि एतिक। ताले मु केते डिस्काउंट देली? ताले मु केते डिस्काउंट देली? टंका हिसाब रे केते डिस्काउंट दिया पिले को? टंका हिसाब रे केते टंका डिस्काउंट दिया छै? टंका हिसाब रे केते परसेंट डिस्काउंट दिया छै? 20.32 डिस्काउंट दिया छै। ओके कारण 127 थिला मु ताकू बिकिली 106.68 रे। ताले टंका हिसाब रे मु पाइली डिस्काउंट केते? 20.32। 20.32 आकु मु परसेंटेज बाहर करबी जे केते परसेंट मु डिस्काउंट पाइली। डिस्काउंट कहा ऊपर कैलकुलेशन करा जाए? मार्केट प्राइस ऊपर कैलकुलेशन करा जाए। डिस्काउंट कहा ऊपर कैलकुलेशन करा जाए? मार्केट प्राइस ऊपर कैलकुलेशन करा जाए। तार्थ 20.32 डिवाइडेड 127 इंटू 100। तो ये जो पॉइंट को काटिया हेले मु तले 2टा शून्य बसेली। इठी 2टा शून्य, इठी 2टा शून्य कैंसिल कली। ताले आ रहिला केते? 2032 डिवाइडेड 127। अच्छा आकु सिंपलीफाई करो ना कटुनी? डायरेक्ट कटि जाउची ना पॉइंट रे आसुची? केते आसे आंसर? डेसिमल हेले पॉइंट रे हो 16। देखो मु तुमको ट्रिक शिखेबी बिना पेन पेपर यूज करी हमें आंसर बाहर करिया।
କେମିତି ଦେଖ, ମୁଁ ଦେଖ ଆକୁ ଯଦି ଆମେ ହରିଆ ଆନ୍ସର ଯଦି ମୁଁ 20 ନଉଛି, ୟୁନିଟ ପ୍ଲେସ୍ କେତେ ଆସିବା କଥା? 0 ଆସିବା କଥା। ୟୁନିଟ ପ୍ଲେସ୍ 0 ନାହିଁ, ତ ସେ ପଏଣ୍ଟ ଅଫ ଭ୍ୟୁରୁ ମୁଁ ଏଇଟା କ୍ୟାନସେଲ କଲି। ଏଠି 0.5 ଅଛି, 0.5 ଅଛି ନା ନାଇଁ? 0.5 ଅଛି ମାନେ ତ ଏଠି ନିଶ୍ଚିନ୍ତ ତୁମମାନଙ୍କର 5 ଆସିବା କଥା, ତ ସେ ଦୃଷ୍ଟିରୁ ଏଇଟା କ୍ୟାନସେଲ ହେଲା। ଏଠି ୟୁନିଟ ପ୍ଲେସ୍ 5 ଅଛି, 7×5 = 35, ୟୁନିଟ ପ୍ଲେସ୍ 5 ଆସିବା କଥା, ସେଥିପାଇଁ କ୍ୟାନସେଲ କଲି। 742 ୟୁନିଟ ପ୍ଲେସ୍ କେତେ ଅଛି? 2 ଅଛି, ତ ଏଠି 90 ନୁହଁ, ଏଇଟା 100% ଆନ୍ସର ହବ କି ସେ। ମୁଁ କାଲକୁଲେସନ ନ କରିବି ଆନ୍ସର ବାହାର କଲି। ଏଟା ହଉଛି ଟ୍ରିକ୍। ଛୋଟ ଛୋଟ ଜିନିଷକୁ ୟୁଜ କରିବ ଟ୍ରିକ୍ ହିସାବରେ। ଆକୁ ହିଁ କୁହାଯାଏ ଟ୍ରିକ୍, ଯେ ମୁଁ କାଲକୁଲେସନ ନ କରିବି ଆନ୍ସର ବାହାର କରିଦେଲି ୟୁନିଟ ପ୍ଲେସ୍ କୁ ବେସ୍ କରିକି। ଯେ ଏଠି 2 ଅଛି, ଟ୍ରିକ୍ଟା ଆଜ୍ଞା ଦେଖ, ଆକୁ ହରିଲେ ରେଜଲ୍ଟ କେତେ ଆସିବ? ମୁଁ ଲେଟ୍ ନେଲି 16, 16 ମାନେ ଆର ୟୁନିଟ ପ୍ଲେସ୍ 7, ଆର ୟୁନିଟ ପ୍ଲେସ୍ ହଉଛି 6, 742 ମାନେ ୟୁନିଟ ପ୍ଲେସ୍ କେତେ ବାହାରିଲା? 2 ବାହାରିଲା। ତ ମୋର ଏଠି ରେଜଲ୍ଟରେ 2 ଅଛି, ତ ମୁଁ ୟୁନିଟ ପ୍ଲେସ୍ କୁ ବେସ୍ କରିକି ଆନ୍ସର ବାହାର କରିଲି। ओके, चलो क्वेश्चन नंबर 7 नंबर। A shopkeeper increase the price of the object by 40% and sell it 20% discount on the market price। ठीक अच्छे, सेलिंग प्राइस ऑफ द ऑब्जेक्ट इज 2100 हुए, देन कॉस्ट प्राइस सेलिंग सेलिंग प्राइस यदि 2100 हुए, इट्स कॉस्ट प्राइस ऑफ द शॉपकीपर, ताहले कॉस्ट प्राइस टा केते? क्वेश्चन पढ़ो, क्वेश्चन समस्त बुझी पारछो? देखो, a shopkeeper increase the price of the object by 40%। ତାର ତ ଗୋଟେ ଜିନିଷର କଷ୍ଟ ପ୍ରାଇସ୍ ଥାଏ। ଏ କ୍ୱେଶ୍ଚିନ୍ଟା ବହୁତ ଇଜି କ୍ୱେଶ୍ଚିନ୍, କିନ୍ତୁ ବହୁତ ବୁଲେଇକି ଦେଇଛି, ତାକୁ ଧରିବାର ଅଛି। କଷ୍ଟ ପ୍ରାଇସ୍ ଦେଇଛି, ଏଠି ସେଲିଂ ପ୍ରାଇସ୍ ଦେଇଛି, ଏଠି ମାର୍କେଟ ପ୍ରାଇସ୍ ଦେଇଛି, ତିନିଟା ପ୍ରାଇସ୍ ଅଛି। ସେ କ'ଣ କହିଲା? 40% ଭ୍ୟାଲୁକୁ ସେ ବଢେଇ ଦେଲା। ତା ଅର୍ଥ 40% ଭ୍ୟାଲୁକୁ ବଢେଇଲା ମାନେ 100 ଟଙ୍କା ଜିନିଷକୁ ସେ ବର୍ତ୍ତମାନ କେତେରେ କରିଦେଲା? 140। ହଁ କି ନା? ଇଏସ୍ ଅର୍ ନୋ? and sell it 25% discount on the market price। market price ଯେତିକି ତା ଉପରେ 25% ଡିସକାଉଣ୍ଟ ଦେଲା। ତ 140 ଟଙ୍କା ଜିନିଷକୁ ସେ 25% ଡିସକାଉଣ୍ଟରେ ବିକିବ, ତାହେଲେ କେତେରେ ବିକିବ? 140 ଇଣ୍ଟୁ 75/100 ଇଣ୍ଟୁ 75/100, ଇଏସ୍ ଅର୍ ନୋ? ଆକୁ 25ରେ କାଲେ କେତେ ହଉଛି ନା? 25 କାଲେ 3, 25 କାଲେ 4। ଓକେ, 4 କି ଯଦି ଆମେ ସିମ୍ପ୍ଲିଫାଇ କରିବା 140ରେ କେତେ ହଉଛି? 4 4 4 3 12, 12 ଆସିଲେ 20, 20 ହେଲା 5, କେତେ ହଉଛି? 35, 35 3 କେତେ? 5 3 15, 5 1 3 3 9 10, 105 ହଉଛି। ହଁ କି ନା? ଏତିକି ସମସ୍ତେ ବୁଝିପାଇଲ? ଏତିକି ସମସ୍ତେ ବୁଝିପାରୁଛ? ଏଠି ସେ କାହାର ଭ୍ୟାଲୁ ଦେଲା? ଇଫ୍ ଦ ସେଲିଂ ପ୍ରାଇସ୍, ଯଦି ସେଲିଂ ପ୍ରାଇସ୍ ମୋର କେତେ ହୁଏ? 2100 ହୁଏ, ତାହେଲେ 2100 ହଉଛି ମୋର ସେଲିଂ ପ୍ରାଇସ୍। ତାହେଲେ ମତେ ପଚାରିଛି କଷ୍ଟ ପ୍ରାଇସ୍। ଏଠି 21 ର ମୂଲ୍ୟ କେତେ ଅଛି? 105, ତାହେଲେ 105 ଇଜ ଇକ୍ୱାଲ ଟୁ 2100, ତାହେଲେ 100 କେତେ? ନା ନାଇଁ? ଆମେ ସେଇଆକୁ ପଏଣ୍ଟ କରି ବାହାର କରିପାରିବା। ତାର ତ 105 ଇଜ ଇକ୍ୱାଲ ଟୁ 2100, 100 କେତେ? ତାର ତ 2100 ଡିଭାଇଡେଡ୍ 105 ଇଣ୍ଟୁ 100, ସିମ୍ପ୍ଲିଫାଇ କରି ବାହାର କରିବା। ଆକୁ ଯେତେବେଳେ ମୁଁ କାଟୁଛି 5ରେ, 21 5 କାଲେ ଏଟା ଦେଉଛି ନା 4। ଓକେ, ସରି 5 ହେଇଗଲେ 20 ହବ ନା? 20, 21ରେ ଆକୁ ଗଲେ କେତେ ହଉଛି ନା? 100, 100 ଇଣ୍ଟୁ 20 ଇଜ ଇକ୍ୱାଲ ଟୁ 2000। ଓକେ, ତ ଆନ୍ସର ହଉଛି 4। ବୁଝିପାରିଲ? କ୍ୱେଶ୍ଚିନ୍ଟା କେତେ ଇଜି ଅଛି, ବଟ୍ ତାକୁ ତୁମକୁ ବୁଲେଇକି ପଚାରିଛି, ତାକୁ ଧରିବାକୁ ତୁମକୁ ପଡିବ। କାରଣ ଏଟା ହଉଛି କନସେପ୍ଟ, ଯିଏ କନସେପ୍ଟ ବୁଝିଥିବ ସେ କ୍ୱେଶ୍ଚିନ୍ କରିପାରିବ। ୱିଦାଉଟ୍ କନସେପ୍ଟ ଆକୁ କରିବା ଟୁ ମଚ୍ ଡିଫିକଲ୍ଟ ହେଇଯିବ। ତୁମକୁ କହିବ ସାର୍ ମୁଁ ଫର୍ମୁଲା ଶିଖିଛି ପକେଇବି, ଏଠି କୋଉ ଫର୍ମୁଲା ପକେଇବ ପକାଅ। ଆରେ କନସେପ୍ଟ ସିନା ଶିଖିଥିଲେ ସିନା তুমি ଫର୍ମୁଲା ପକେଇବ। ୱିଦାଉଟ୍ କନସେପ୍ଟ କେମିତି ଫର୍ମୁଲା ପକେଇବ? ପୁରା କ୍ଲିୟର, ପୁରା କ୍ଲିୟର ହଲ, ବହୁତ ଝିଲି ମିଲି ପୁରା କ୍ଲିୟର କର, ପୁରା କ୍ଲିୟର। ଓକେ, ତ ତମକୁ କନସେପ୍ଚୁଆଲ ସବୁବେଳେ ପାଇଁ ଧ୍ୟାନ ଦେବାକୁ ପଡୁଛି, କନସେପ୍ଚୁଆଲିଟି କ'ଣ ହଉଛି। ଚलो क्वेश्चन नंबर 8 नंबर।
ସେଇଟା ହଉଛି ତ ମ୍ୟାଥର ଟ୍ରିକ୍ ଯେ କୋଶ୍ଚିନ୍ କୁ ପଢିକି ବୁଝିପାଇଲେ ସେ ମ୍ୟାଥ ତାର 80-50% ହେଇଗଲା। ତ ଆମର ମ୍ୟାଥ ହୁଏନି ସେଥିପାଇଁ ଆମେ ବୁଝିପାରୁନୁ କୋଶ୍ଚିନ୍ ବୋଲି। ଦେଖ ସେ କହିଲା a dealer sell an article at a discount of 5% on the market price। market price ଯେତିକି 5% ଡିସକାଉଣ୍ଟ କରି ସେ ବିକୁଛନ୍ତି। if the market price is 12% above the cost price ଠୁ ସେ 12% ବଢେ and an article was sold at ଏତିକିରେ then the cost price। ଯୋଉ କ୍ୱେଶ୍ଚିନ୍ ପଚାରିଥିଲି ଏଇଟା ସେଇଭଳି କ୍ୱେଶ୍ଚିନ୍ ଦିଏ। ଦେଖ ଇଏ ହଉଛି କଷ୍ଟ ପ୍ରାଇସ୍, ଇଏ ହଉଛି ସେଲିଂ ପ୍ରାଇସ୍, ଏଟା ହଉଛି ମାର୍କେଟ ପ୍ରାଇସ୍। ତିନିଟା ପ୍ରାଇସ୍ ଅଛି। ସେ କହିଲା ସେ କହିଲା ମାର୍କେଟ ପ୍ରାଇସ୍ ଇଫ୍ ଦ ମାର୍କେଟ ପ୍ରାଇସ୍ ଇଜ 12% ଏବଭ୍ ଦ କଷ୍ଟ ପ୍ରାଇସ୍। କଷ୍ଟ ପ୍ରାଇସ୍ ଯଦି 100 ଟଙ୍କା ହୁଏ ମାର୍କେଟ ପ୍ରାଇସ୍ ଏଠି କେତେ ହବ ନା 112 ଟଙ୍କା। 112 ଟଙ୍କା। ପୁରା କ୍ଲିୟର? ଆଚ୍ଛା ମତେ ଏଠି ଡିସକାଉଣ୍ଟ ଦିଆହେଇଛି କେତେ ପରସେଣ୍ଟ? ସେ କହିଲା ଡିସକାଉଣ୍ଟ ଦିଆହେଇଛି 5% ଡିସକାଉଣ୍ଟ ଦିଆହେଇଛି। ତାହେଲେ ମୁଁ ଡିସକାଉଣ୍ଟଟା କାହା ଉପରେ ପାଇଥିବି? ମାର୍କେଟ ପ୍ରାଇସ୍ ଉପରେ ପାଇଥିବି। ତାହେଲେ 112 ଇଣ୍ଟୁ 95/100, 95/100 କେତେ ଆସୁଛି ଆନ୍ସର? କେତେ ହେଲା ଆନ୍ସର କ୍ୱିକ୍? 25 ରେ କାଲେ ଏଟା 20 ଆସୁଛି, ଆକୁ 25 କାଲେ ଏଟା ହଉଛି 19 ଆସୁଛି। ଓକେ ଆକୁ 2 ରେ କାଲେ କେତେ ହଉଛି? 6 56 ଆସୁଛି। ଓକେ 56 ଆକୁ 2 ରେ କାଲେ ହଉଛି 10। ଏବେ ପଏଣ୍ଟରେ ଆରାମସେ ବାହାରିଛୁ 56 ହଁ ହଁ ଅଛି। ଆକୁ ମଲ୍ଟିପ୍ଲାଏ କେତେ କଲେ କେତେ ହଉଛି ନା 1064 ହବ। 1064/10 ଯେ କେତେ? 106.4। ଏବେ ପଳେଇ ଆସ କାହାର ଭ୍ୟାଲୁ ଦେଇଛି? ସେ ମତେ ଦେଇଛି ବିକ୍ରି ମୂଲ୍ୟର ଭ୍ୟାଲୁ ଦେଇଛି, ମାନେ 106.4 ର ଭ୍ୟାଲୁ ଦେଇଛି କେତେ ନା 532। ପଚାରିଛି କେତେ ନା କଷ୍ଟ ପ୍ରାଇସ୍ ପଚାରିଛି। ତାହେଲେ ଆମେ କେମିତି କାଲକୁଲେସନ କରିବା? ଦେଖ 106.4 ଡିଭାଇଡେଡ ମୁଁ ଉଲ୍ଟା ଲେଖିଦେଲି, ଉଲ୍ଟା ଲେଖିଦେଲି ହଁ। ଦେଖ ଏଠି ଲେଖିବା 532/106.4 ଇଣ୍ଟୁ 100। ଓକେ ତ এই ଯୋଉ ପଏଣ୍ଟଟା ଅଛି ମୁଁ ଏଟାକୁ ଉପରକୁ ନେଇଛି, ପଏଣ୍ଟଟା ଉଠେଇଲେ ଗୋଟେ ଜିରୋଟା ଉପରକୁ ପଳେଇବ। ଏବେ ଆମକୁ ସହଜ ହବ କାଲକୁଲେସନ କରିବା ପାଇଁ। କାଲକୁଲେସନ କରି ମତେ କୁହ ଏଠି ଆନ୍ସର କେତେ ଆସିବ? କାଲକୁଲେସନ କରି ମତେ କୁହ ଏଠି ଆନ୍ସର କେତେ ଆସିବ? କ୍ୱିକ୍ ସ୍ପିଡରେ। 5 ଆସିବ। ଓକେ ଠିକ ଅଛି ସେଇଆ ଏଟା ତୁମମାନଙ୍କ ଉପରେ ଡିପେଣ୍ଡ କରେ। ଦେଖ ମୁଁ ଯୋଉ ଟ୍ରିକ୍ ବତଉଛି, ଯୋଉ କୋଶ୍ଚିନ୍ ଦଉଛି, ଦେଖ ଏ କୋଶ୍ଚିନ୍ଟା ମୁଁ ଅଲରେଡି ଅପଲୋଡ କରିସାରିଛି ଆପ୍ଲିକେସନରେ, ତୁମ ଫାଇଲରେ ଦେଖିବ ଲେଖା ହେଇଛି ଏଭ୍ରିଡେ ପ୍ରାକ୍ଟିସ। ସେଥିରେ ମୁଁ ଡେଟ୍ ୱାଇଜ ଅପଲୋଡ କରିସାରିଛି କୋଶ୍ଚିନ୍। ଆଜି ପୂର୍ବ କ୍ଲାସର ରେକର୍ଡିଂ ଆଉ କୋଶ୍ଚିନ୍ ଅପଲୋଡ ସରିଛି, ଏ କୋଶ୍ଚିନ୍ ଅଲରେଡି ଅପଲୋଡ ସରିଛି। ତୁମେ କ'ଣ କରିବ ନା ତାକୁ ଆଜି ଆଉ ଥରେ ଟିକେ ରିଭାଇଜ କରିବ। ରିଭାଇଜ ନ କଲେ ଟ୍ରିକ୍ ଗୁରା ମାଇଣ୍ଡରେ ରହିବନି। ୱାନ୍ସ ଥରେ ଫିଡିଂ ହେଇ ରହିଗଲା ପରମାନେଣ୍ଟ ମେମୋରିରେ, ମାନେ ସେ ଜୀବନରେ କେବେ ବାହାରିବନି। କାରଣ ଏ କୋଶ୍ଚିନ୍ ଗୁରା ମୁଁ କେବେ ପଢିନି, ଲାଇଭ କ୍ଲାସରେ ତମ ସହିତ ପଢୁଛି ଆଉ ତମକୁ ଡାଇରେକ୍ଟ ମାନେ ସଲ୍ଭ ବାହାର। ତ ମୁଁ ଆଗରୁ ଯଦି ପେନ୍ ପେପର ଧରି କହିବି ତ ମୁଁ ଆହୁରି ଟ୍ରିକ୍ ନେଇକି ଆସିବି। କିନ୍ତୁ ମୁଁ ସବୁବେଳେ ଚାହେଁ ଯେ ମୋ ସହିତ ଯାହା ବିତୁଛି ତୁମମାନଙ୍କ ସହିତ ସେୟା ବିତିବା ଉଚିତ। ଯେ ମୁଁ ମାଇଣ୍ଡରେ ଯାହା ମାନେ ଦେଖ ଗୋଟେ ପ୍ରି ପ୍ଲାନିଂ, ଗୋଟେ ଅନ୍ ଦ ସ୍ପଟ୍ ପ୍ଲାନିଂ। ଅନ୍ ଦ ସ୍ପଟ୍ ପ୍ଲାନିଂଟା ଗୋଟେ ପିଲାକୁ ଶିଖେଇଲେ ପିଲା ତା ଏକ୍ସାମ ହଲରେ ୟୁଜ୍ କରିପାରିବ। ପ୍ରି ପ୍ଲାନିଂରେ ଫର୍ମୁଲା ମାରିକି ଆସିଲେ ଗୋଟେ ପିଲା ଏକ୍ସାମ ହଲ ତାକୁ ୟୁଜ୍ କରିପାରିବନି। କାହିଁକି ନା ଗୋଟେ ପିଲାକୁ ସାଇକୋଲୋଜିକାଲି ଅନ୍ ଦ ସ୍ପଟ୍ ପ୍ଲାନିଂ ଦରକାର ହୁଏ, ଯେ ଏମିତି କ'ଣ ଭାବିଲି। ପୂର୍ବରୁ ଭାବିବା କନସେପ୍ଟ ବର୍ତ୍ତମାନ ଭାବିବା କନସେପ୍ଟ ଭିତରେ ବହୁତ ତଫାତ୍ ଥାଏ। क्वेश्चन जो 9 नंबर क्वेश्चन। चलो क्वेश्चन नंबर 9। So average weight of 49 student in a class 39. Okay. 7 of them whose average weight is 40 kg leave the class। ମାନେ ତାଙ୍କ ଭିତରୁ 7 ଜଣ ପିଲା ଅଛନ୍ତି ଯାହାଙ୍କର ବୟସ ମାନେ ୱେଟ୍ ହଉଛି ଆଭରେଜ ୱେଟ୍ 40, ଯୋଉମାନେ କ୍ଲାସ ଛାଡି ପଳେଇଲେ। other 7 student who average weight is 54 kg join the class ରେ join କଲେ। what is the new average weight of the class ର ନୂଆ average କେତେ? ଦେଖ ଏଠି ଦିଟା ପ୍ରକାର ୱେରେ ଆମେ କରିପାରିବା, ପୁରା ଥିଓରିଟିକାଲି କରିପାରିବା ଆଉ ଗୋଟେ ସର୍ଟକଟ ୟୁଜ କରି କରିପାରିବା। ଯୋଉ 4 ଜଣ ଗଲେ
ତାଙ୍କ ଆଭରେଜ ଯୋଉ 7 ଜଣ ଗଲେ ତାଙ୍କ ଆଭରେଜ କେତେ? 40 ଇଣ୍ଟୁ 7 କେତେ ଆସିଲା? 7×28 280। ତାହେଲେ ଓଭରଅଲି ୱେଟ ରୁ 280 ମାଇନସ ହେଲା, ହଁ କି ନା? ଯୋଉମାନେ ନୂଆ ଆସିଲେ ତାଙ୍କର କେତେ ୱେଟ ହେଲା? 54 ଇଣ୍ଟୁ 7 କେତେ, ଆକୁ ମଲ୍ଟିପ୍ଲାଏ କଲେ କେତେ ହଉଛି? 728 8×2 35 କେତେ ଆସିଲା? କେତେ ଆସିଲା? 378 ତ? 378 ତ? ଆଚ୍ଛା, ତାହେଲେ ଏକ୍ସଟ୍ରା ଆଡିସନ କେତେ ୱେଟ ହେଲା? ତ ଗ୍ରୁପରେ କେତେ ଏକ୍ସଟ୍ରା ଆଡିସନ ହେଲା ୱେଟ? ଗ୍ରୁପରେ କେତେ ଏକ୍ସଟ୍ରା ଆଡିସନ ହେଲା ୱେଟ? ଯୋଉ ପିଲାମାନେ ପଳେଇଲେ ସେମାନଙ୍କର ଥିଲା ହଉଛି କେତେ? ଏକ୍ସଟ୍ରା ୱେଟ ଆଡିସନ 41 ହେଲା। କେମିତି ହବ 41? ବେଶୀ ହବ ନା, 98 ହେଲା ଏକ୍ସଟ୍ରା ଆଡିସନ, ହଁ କି ନା? ଏ ଯାକେ ସମସ୍ତେ ବୁଝିପାରୁଛ, ହଁ କି ନା? এটা ପୁରା ସର୍ଟକଟ ଟ୍ରିକ୍, ମାନେ ଦିମାଗରେ ୱିଦାଉଟ୍ ପେନ୍ ପେପରରେ ବି ଆନ୍ସର ବାହାରିଯିବ। ଏତିକିରେ ହିଁ ଆନ୍ସର ବାହାରିଗଲା, ପୁରା କ୍ଲିୟର। ସେ ଏଇ ଯାକେ ସମସ୍ତେ କ୍ଲିୟର ଅଛ, ହଁ କି ନା? ମୁଁ ଆନ୍ସର ପଚାରୁନି, ମତେ ଏଇ ଯାକେ କ୍ଲିୟର ଅଛ, ହଁ କି ନା? ଆମ ଯୋଉ ଗ୍ରୁପରେ, ଏ ଯୋଉ ଗ୍ରୁପରେ ଆଗରୁ ଯୋଉ ବୟସ ଥିଲା, ବର୍ତ୍ତମାନ ଏକ୍ସଟ୍ରା ଆଡ ହେଲା କେତେ? 98। ଆଉ ଟୋଟାଲ ଗ୍ରୁପରେ କେଇ ଜଣ ପିଲା? 49 ଜଣ ପିଲା। ଯୋଉ ଏକ୍ସଟ୍ରାଟା ଆଡ ହେଲା, ବର୍ତ୍ତମାନ ସମସ୍ତଙ୍କୁ ବାଣ୍ଟିକି ନେବେ ନା ନାହିଁ? ଯୋଉ ଏକ୍ସଟ୍ରାଟା ଆଡ ହେଲା ସମସ୍ତଙ୍କୁ ବାଣ୍ଟିକି ନେଲେ, ଜଣିକିଆ ବାଣ୍ଟ ପଇଲା କେତେ? 98/50। ଜଣିକିଆ 2 ଲେଖା ଏକ୍ସଟ୍ରା ପଇଲା। ଆଗରୁ ସେମାନଙ୍କର ଆଭରେଜ ଥିଲା 39, 2 ବଢିଲା ହେଲା 41। ଇଏ ହେଲା ଟ୍ରିକ୍, ଇଏ ହେଲା ଟ୍ରିକ୍। ବୁଝିପାରିଲ, ହଁ କି ନା? ପୁରା କ୍ଲିୟର ହେଲା? ବୁଝା ପଡୁଛି? ଓକେ, 54 - 40। 54 - 40/2। ନାଇଁ, ସେମିତି ହେଇପାରିବ। ଏମାନଙ୍କ ଆଭରେଜ ଅଲଗା, ତାର ଆଭରେଜ ଅଲଗା, ଅଲଗା ଅଲଗା ଅଛି। 39 ସରି, ଟୋଟାଲ ଷ୍ଟୁଡେଣ୍ଟ ହଉଛନ୍ତି ଏତିକି, ତାଙ୍କ ଆଭରେଜ 39 ନା। ଆଭରେଜ ବଢିବ, ଆଭରେଜ ଥିଲା କେତେ? 39, 2 ଲେଖା ବଢିଲେ 41 ହେଇଯିବନି? ଇଏ ହଉଛି ଠିକ। ସମସ୍ତେ ବୁଝିପାରୁଛ, ହଁ କି ନା? ୟେସ୍ ଅର୍ ନୋ? ଆଚ୍ଛା, ଆଉ ଲାଷ୍ଟ କ୍ୱେଶ୍ଚନଟା ତୁମମାନଙ୍କୁ ଦିଆଯାଇଛି ହୋମୱାର୍କ, ତାହେଲେ ତୁମେ ନିଜେ କରିବ। ହେଲା, ଅଛି ଅଲରେଡି ମୁଁ ଆପ୍ଲିକେସନ ଅପଲୋଡ କରିଦେଇଛି, ତୁମେ ଏଟା କରିବ। କାହାର 9 ରୁ କେଇଟା ସ୍କୋର ହେଲା? ଆଉଟ୍ ଅଫ୍ ଫୁଲ ରୁ ଫୁଲ କାହାର ଆସିଲା? ଆଉଟ୍ ଅଫ୍ ଫୁଲ ରୁ କାହାର? ଫୁଲ ରୁ ଫୁଲ କାହାର ସ୍କୋର ହେଲା? 6 8 7। ଥ୍ୟାଙ୍କ ୟୁ। ଦେଖ, ମୋର କହିବା କଥା ହଉଛି ଏଭ୍ରିଡେ ବେସିସ୍ ଆମକୁ ପ୍ରାକ୍ଟିସ କରିବା ଅଛି। ଗୋଟେ ଜିନିଷ ହଉଛି, ମ୍ୟାଥ କେବେ ବି ଗୋଟେ ଦିନ, ଗୋଟେ ରାତି, ଗୋଟେ ମାସରେ ହେଇଯାଏନି। ଇଏ ଡିପେଣ୍ଡ କରେ ମୋ ଟାଇମ୍ ପ୍ରାକ୍ଟିସ ହବ। ଯୋଉ ଷ୍ଟୁଡେଣ୍ଟ ଯେତେ ପ୍ରାକ୍ଟିସ କରିବ, ମ୍ୟାଥରେ ସେ ସେତେ ପରଫେକ୍ଟ ହେଇପାରିବ। ଓକେ, ତ ସେଥିପାଇଁ ଯେତେବେଳେ ବି କ୍ଲାସ୍ କରୁଛ, ଯାହା ବି ପଢଉଛି, ଟ୍ରାଏ କର ସମସ୍ତଙ୍କୁ ରିଭିଜନ କରିବା ପାଇଁ। ମୁଁ ତମକୁ ଦେଖେଇ ଦଉଛି ଆପ୍ଲିକେସନରେ, ଯୋଉମାନେ ଜଏନ୍ କରିଛ, ଧରକର ଗୋଟେ ସେଣ୍ଟର, ଯୋଉମାନେ ଓଏସ୍ ବ୍ୟାଚ୍ ହଉ କିମ୍ବା ରାପିଡ ଫାୟାର ସିଜିଏଲ ର ବ୍ୟାଚ୍ ହଉ, କୌଣସି ବ୍ୟାଚ୍ ହଉ, ତମେ ଧର ସିଜିଏଲ ବ୍ୟାଚ୍ କୁ ଓପନ କଲି, ତୁମେ ତମର ପ୍ରିଲିମ୍ ସେକ୍ସନ, ଯାହା ଯାହା ସେକ୍ସନ କୁ ପଳେଇବ, ତୁମର ପ୍ରିଲିମ୍ ଡେଲି ପ୍ରାକ୍ଟିସ ସେଟ୍, ଦେଖ ଡେଟ୍ ୱାଇଜ ମଧ୍ୟ ଦେଇଦେଇଛି। ମ୍ୟାଥ୍ ସେଟ୍ ଗୋଟେ ଦେଇଥିଲା, ଆଜି ହଉଛି ସେକେଣ୍ଡ ସେଟ୍। ତ ସେମିତି ସବୁ ଫାଇଲରେ ମୁଁ ସେଇଭଳି ଅପଲୋଡ କରିଦେଇଛି। ଓକେ, ପୁରା କ୍ଲିୟର? ନୋ ଝିଲିମିଲି, ପୁରା କ୍ଲିୟର କଟ୍। ଆଚ୍ଛା, ଗୋଟେ ଅନୁରୋଧ ସମସ୍ତଙ୍କୁ ରହିବ, ଯେତେବେଳେ ମ୍ୟାଥ୍ କ୍ଲାସ୍ କରୁଛ, ପୋଜିସନ ସବୁବେଳେ ପାଇଁ ଠିକ ରଖିବ। ଦ୍ୟାଟ୍ ମିନ୍ସ ଯେମିତି ବସିକିରି ପଢିବା କଥା ପଢିବ, ଶୋଇକିରି, କାମ କରିକିରି, ଖେଳିକିରି କରିବ ନାହିଁ। ତା ଦ୍ୱାରା ନିଜକୁ ଲାଗିବ ପାଠ ପଢିବା ପାଇଁ, କିନ୍ତୁ ପାଠର ଯୋଉ ମାନେ ରେଜଲ୍ଟଟା ଜିରୋ ପାଇବ। ତ ସପୋଜ ଜଣେ ଶୋଇକିରି ପାଠ ପଢିଲା, ଆଉ ରେଜଲ୍ଟଟା ଜିରୋ, ଟାଇମ ଲସ୍, ସବୁ କିଛି ଲସ୍। ଓକେ, ତ ଓଏସ୍ ବ୍ୟାଚ୍ ରେ କୋଉଠି ଅପଲୋଡ ହଉଛି, ମୁଁ ଦେଖେଇ ଦଉଛି। ଓଏସ୍ ବ୍ୟାଚ୍ ର ଦେଖେଇ ଦଉଛି। ତୁମେ ଯିବ, ତମ ଫାଇଲକୁ ଯିବ, ସିସାଟ କୁ ଯିବ, ଜିଏସ୍ ଟୁ କୁ ଯିବ, ପ୍ରିଲିମ୍ ସେକ୍ସନ ଗଲ, ପ୍ରିଲିମ୍ ଗଲ 2026, 26 ର ଜିଏସ୍ ଟୁ କୁ ଯିବ। ଜିଏସ୍ ଟୁ ରେ ଦେଖ ଏଭ୍ରିଡେ ପ୍ରାକ୍ଟିସ ସେଟ୍ ଲେଖା ହେଇଛି, ସିସାଟ, ତାକୁ ଓପନ କରିବ। 2ଟା ଅପଲୋଡ ହେଇଯାଇଛି, ଆଜିର ଇଏ ବି ଅପଲୋଡ ହେଇଯାଇଛି।
Okay, thank you.